বইটি উন্মোচন କରାଗଲା। ତାର ମୁଁ ହେଉଛି ରାଇଟର। ଓଡ଼ିଶାର ପ୍ରାଚୀନ ରାଜଧାନୀ ଚୌଦ୍ୱାର ଏବଂ ଇତିହାସ ଅନେକ ଦିନ ହେଲା ଆଉ ଲେଖା ହେଉନି। ମୋ ଜାଣିବାରେ ଡକ୍ଟର ଅତୁଲ ପ୍ରଧାନ ବୋଧେ ଆଜି 15-20 ବର୍ଷ ତଳେ ଲେଖିଥିଲେ। ତା ପୂର୍ବରୁ ତ ହରକୃଷ୍ଣ ମହତାବ ହୁଅନ୍ତୁ କି ଯିଏ ହୁଅନ୍ତୁ, କିନ୍ତୁ ମୁଁ ଦେଖିଲି ମୋ ଚୌଦ୍ୱାରର ବହୁତ ଜିନିଷ ରହିଗଲା ବାକି, ସେ ଇତିହାସରେ ସ୍ଥାନ ପାଇନି। ମୋତେ ଭାରି ଦୁଃଖ ଲାଗିଲା। ମୁଁ କହିଲି ଏ ଚୌଦ୍ୱାରରେ ବୁଲି ଆସିଲେ ଅଷ୍ଟଶମ୍ଭୁ ଅଛି କିମ୍ବା ଆପଣଙ୍କର ଶହ ଶହ ସଂଖ୍ୟାରେ ମୁଁ 150 ପ୍ରାଚୀନ ମୂର୍ତ୍ତି, କିଏ ଗଛ ମୂଳେ ପଡ଼ିଛି, କିଏ ମନ୍ଦିର ବେଢ଼ାରେ ପଡ଼ିଛି, ଏମାନେ କିଏ ଚୋରି ହେଇଗଲେଣି। ତେଣୁ ଏଗୁଡ଼ା ଦେଖି ଭାରି ଦୁଃଖ ଲାଗିଲା। ମୁଁ ଏତେ ଜିନିଷ ଥାଉଁ ଥାଉଁ ଫେରାଜ ଆକୁ ଅବହେଳିତ କରିଦେଇଛନ୍ତି। ମୁଁ ଯାଇକରି ଓଡ଼ିଶା ମ୍ୟୁଜିୟମରେ ଦେଖିଲି ଏ ଚୌଦ୍ୱାରରେ ଏତେ ମୂର୍ତ୍ତି ଏଠି ପଡ଼ିଛନ୍ତି କିନ୍ତୁ ଗୋଟିଏ ସେଠି ନାହିଁ। ତେଣୁ ଗୋଟେ ବାଧିଲା। ମୁଁ କ'ଣ, ମୁଁ ତ ପଚାରିଲି ଥରେ ଅତୁଲ ପ୍ରଧାନଙ୍କୁ, କହିଲି ଆପଣ ଇତିହାସ ନା କେମିତିଆ ଲାଗିଲା? କହିଲା ସବୁ ଭଲ ଲାଗିଲା, ତ ଆପଣ ଚୌଦ୍ୱାର ଉପରେ କିଛି ଲେଖିନାହାନ୍ତି ନା କ'ଣ ସବୁ ଚୌଦ୍ୱାର ଉପରେ ଅଛି? ମୁଁ କହିଲି, କହିଲା ପରେ କହିଲେ ଅବଶ୍ୟ ମୁଁ କେତେଥର ଚେଷ୍ଟା କରିଛି ଯିବା ପାଇଁ କିନ୍ତୁ ଯାଇ ହେଇନି। ତେଣୁ ଏ ଦେଖନ୍ତୁ ଆଜିକାଲି ଇତିହାସ ଏମିତିଆ ସବୁ ଲେଖା ହେଉଛି, କିନ୍ତୁ ଦୀର୍ଘ 10 ବର୍ଷ ମୋତେ ଲାଗିଯାଇଛି। ମୁଁ ଗାଁ ଗାଁ ବୁଲି, ମନ୍ଦିର ବୁଲି, ମନ୍ଦିର ବିଭିନ୍ନ ଜାଗାକୁ ବୁଲି, ଏବଂ ମୋ ସାଙ୍ଗେ ଥିଲେ ରବି ରାୟ, ଚୌଦ୍ୱାର ଜଣେ ଗବେଷକ ମରିଗଲେଣି, ତାଙ୍କର ମୋର ମିଶିକିରି ଆମେ ବହୁତ ଜାଗା ଯାଇକି ଦେଖିଛୁ। ଏବଂ ଗୋଟାଏ ଉଦାହରଣ ଖାଲି ଦେବି ଯେ ଦିନେ ରବି ରାୟ କହିଲେ ଦେଖିଲେ ଷଣ୍ଢ ଦୁଇଟା, ଷଣ୍ଢରୁ ଚିହ୍ନିବେ ଆପଣଙ୍କର କେଉଁ ସମୟର ସେ ଶିବ ମନ୍ଦିର। ତେଣୁ ମୋତେ ଖାଲି ଏତିକି କହିଲେ ଦେଖ ଏଇ ଯେଉଁ ଷଣ୍ଢ ଏଠି ଡାହାଣକୁ ଗୋଡ଼, ଆଗ ଗୋଡ଼ ପକେଇଛି, ସେ ଗୋଡ଼ଟା ହେଉଛି ସେଇଟା ଗଙ୍ଗ ରାଜତ୍ୱର। ଏବଂ ତା ପୂର୍ବରୁ ସୋମବଂଶୀ ରାଜା ମଧ୍ୟ ଥିଲେ ଶୈବଭକ୍ତ। ତେଣୁ ସିଏ ଯେଉଁ ମନ୍ଦିର କରିଥିଲେ ତାଙ୍କର ବାଁ ଗୋଡ଼ଟା ଥିଲା ଆଗକୁ। ତେଣୁ ଯେଉଁ ଚମତ୍କାର ଗୋଟେ ପ୍ରମାଣ ଦେଲେ ବି ପ୍ରକୃତିରେ, ନହେଲେ ସମସ୍ତଙ୍କୁ ପଚାରିଲେ କହିପାରିବିନି ମନ୍ଦିର କେବେକାର। ଯାହା ହଉ ମୁଁ ଖୁସି ଯେ ମୁଁ ଚୌଦ୍ୱାର ପାଇଁ ମୁଁ ଏଇ ମାଟିରେ ଜନ୍ମ ହେଇଛି। ମାନେ ମୁଁ ଜନ୍ମ ନହେଲେ ମୋ ଘରଟା ଏଇଠି ଅଲାରପୁର। ଏବଂ ଖାଲି ଏତିକି ନୁହେଁ, ମୁଁ ମଧ୍ୟ ଆଜି ମୋର ଆଉ ଗୋଟିଏ ବହି ହେଲା, ଏଇଟା ହେଉଛି ଡକ୍ଟର ତ୍ରିଲୋଚନ ଖୁଣ୍ଟିଆ ଗ୍ରନ୍ଥାବଳୀ। ଗ୍ରନ୍ଥାବଳୀ ଲେଖିବା ବି ସହଜ ନୁହଁ, ଆଉ ଏଠି ଟାଙ୍ଗିଚୌଧୁରୀରେ କେହି ବି ଲେଖିନାହାନ୍ତି। କିନ୍ତୁ ସେ ବହିଟି ମଧ୍ୟ ଆଜି ଉନ୍ମୋଚିତ ହେଲା। ସେ ହେଉଛି 904 ପୃଷ୍ଠାର। ତା ଦେହରେ ମୁଁ ପ୍ରାୟ ମାନେ ଶିଶୁ ସାହିତ୍ୟ, ଶିଶୁ ନାଟକ, ଶିଶୁ ସାହିତ୍ୟିକ ଉପରେ ଯାହା ସବୁ ରହିଛି ମୁଁ କରିଛି। ଏବଂ ମୁଁ ଅନେକ ମୋର ରେଡ଼ିଓରେ ହେଇଛି ଲେଖା, ଟେଲିଭିଜନରେ ହେଇଛି। ମୁଁ ବି ଜଣେ ଅଭିନେତା, ମୁଁ ଜଣେ ନିର୍ଦ୍ଦେଶକ। ମୁଁ ଏବେ ଗୋଟେ ଫିଲ୍ମ କରିଛି ପିଲାଙ୍କ ଉପରେ, ଫୁଲ ଫୁଟି ମହକିଲା, ସେଇଟା 4ଟା ଇଣ୍ଟରନ୍ୟାସନାଲ ଆୱାର୍ଡ଼ ପାଇଲାଣି ଏବଂ ଓଡ଼ିଶା ଗଭର୍ଣ୍ଣମେଣ୍ଟର ଏବେ ବାହାରିଛି, ନିଶ୍ଚିତ ଭାବରେ ମନୋନୀତ ହେବ। କାରଣ ଆଜିକି 10-12 ବର୍ଷ ହେଲା କେହି ଶିଶୁ ଚଳଚ୍ଚିତ୍ର ନିର୍ମାତା କରିନାହାନ୍ତି କିଛି। ମୁଁ ହେଉଛି ବୋଧେ 3 ନମ୍ବର। ନିଜକୁ ଭାଗ୍ୟବାନ ମନେ କରୁଛି। ଏବଂ ପିଲାମାନଙ୍କ ପାଇଁ, କାହିଁକିନା ମୁଁ ଜଣେ ଶିକ୍ଷକ, ପିଲାମାନଙ୍କ ସହିତ ମୋ ଜୀବନର 40 ବର୍ଷ କଟିଯାଇଛି। ସବୁବେଳେ ସେଇମାନଙ୍କ କଥା ଭାବେ ଯେ ଶିଶୁ ସାହିତ୍ୟ, ଶିଶୁମାନେ ଆଜିର ଶିଶୁ କାଲିର ଭବିଷ୍ୟତ ଏବଂ ଦେଶର ଭବିଷ୍ୟତ। ତେଣୁ ସେମାନେ ଶିଶୁ ହସିଲେ ଦୁନିଆ ହସେ। ତେଣୁ ସେମାନଙ୍କୁ ହସାଇବା ପାଇଁ, ସେମାନଙ୍କ ଓଠରେ ହସ ଫୁଟାଇବା ପାଇଁ ମୁଁ ରେଡ଼ିଓ ମାଧ୍ୟମରେ, ଟିଭି ମାଧ୍ୟମରେ ବହୁତ ଲେଖା ଲେଖିଛି, ପୁସ୍ତକ ମାଧ୍ୟମରେ ମୁଁ ଲେଖିଛି। ତେଣୁ ନିଜକୁ ଧନ୍ୟ ମନେ କରୁଛି ମୁଁ ଜଣେ ଶିଶୁ ସାହିତ୍ୟିକ।